ଚିତଉ ପିଠା ବର୍ଷରେ ଥରେ ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ପାଖରେ ଭୋଗ ଲାଗିଥାଏ। ଗୃହିଣୀମାନଙ୍କ ପାଇଁ ଗୋଟିଏ ପରମ୍ପରା ଅଛି। ଚିତଉ ପିଠା କରି ନଈ, ନାଳ, ଗଡ଼ିଆ, ପୋଖରୀରେ ମଧ୍ୟ ପକାଇଥାନ୍ତି। ଚିତା ଲାଗି ଅମାବାସ୍ୟାର ଚିତଉ ପିଠା ମୁଁ ଆଜି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ଏହି ପିଠା ବିନା ସୁଜି, ବିନା ସୋଡ଼ାରେ ତିନୋଟି ସାମଗ୍ରୀକୁ ନେଇ ହୋଇଥାଏ। ଚାଉଳ, ନଡ଼ିଆ, ଚିନି, ଏହି ତିନିଟା ଜିନିଷକୁ ନେଇ ମୁଁ ଆଜି ଚିତଉ ପିଠା ବନେଇବି। ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ କରିବେ। ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ ମଧ୍ୟ କରିବେ। ଆପଣମାନଙ୍କୁ ସରିତା ଓଡ଼ିଆ କିଚେନକୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଏବେ ଆମେ ରେସିପିଟି ଷ୍ଟାର୍ଟ କରିବା। ପ୍ରଥମେ ମୁଁ ଗୋଟେ ଜାଗା ନେଇଛି। ସେଥିରେ ମୁଁ 2 ବାଉଲ ଅରୁଆ ଚାଉଳ ନେଉଛି। ସେଥିରେ କିଛି ପାଣି ଦେଇ ଭଲ ଭାବରେ ଧୋଇ ନେବା। ମୁଁ ଏଠି ଚାଉଳକୁ ଭଲ ଭାବରେ ଧୋଇ ନେଇଛି। ସେଥିରେ ମୁଁ ଅଳ୍ପ ପାଣି ଦେଇ 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ ବତୁରେଇବା ପାଇଁ ଛାଡ଼ିଦେବା। ଏବେ ଆମର 3 ରୁ 4 ଘଣ୍ଟା ହୋଇଯାଇଛି। ଚାଉଳ ଗୁଡ଼ିକ ଭଲ ଭାବରେ ମଧ୍ୟ ବତୁରି ଯାଇଛି। ଆକୁ ଆମେ ଏବେ ପୁଣି ଥରେ ଧୋଇ ନେବା। ମୁଁ ଚାଉଳକୁ ଭଲ ଭାବରେ ଧୋଇ ନେଇଛି। ଏବେ ଗୋଟିଏ ଗ୍ରାଇଣ୍ଡର ଜାରରେ ଅଳ୍ପ ଅଳ୍ପ କରି ଚାଉଳ ଦେବା। ମୁଁ ଯେଉଁ ବାଉଲରେ ଚାଉଳ ନେଇଥିଲି ସେଇ ବାଉଲରେ ଗୋଟିଏ ବାଉଲ ନଡ଼ିଆ କୋରା ଦେଇ ଭଲ ଭାବରେ ପ୍ଲେନ୍ କରି ବାଟି ନେବା। ମୋର ଏଠି ଆଉ ଅଧେ ଚାଉଳ ଥିଲା, ତାକୁ ମଧ୍ୟ ସେମ୍ ପ୍ରୋସେସରେ ବାଟି ନେବା। ମୁଁ ଏଠି ସବୁତକ ଚାଉଳ ନେଇଛି। ଆଉ ଗୋଟିଏ ବାଉଲ ନଡ଼ିଆ କୋରା ଦେଇ ଭଲ ଭାବରେ ପ୍ଲେନ୍ କରି ବାଟି ନେଉଛି। ଚିତଉ ଆଣ ଫୁଲିବା ପାଇଁ ଆମେ 5 ରୁ 6 ଘଣ୍ଟା କଭର କରି ରଖିଦେବା। ଯଦି ଆପଣମାନେ ସାଙ୍ଗେ ସାଙ୍ଗେ କରି ଖାଇବା ପାଇଁ ଚାହାନ୍ତି ତାହେଲେ କିଛି ଖାଇବା ସୋଡ଼ା ଦେଇ ଚିତଉ ପିଠା କରି ଖାଇପାରିବେ। ଦେଖନ୍ତୁ ସାଙ୍ଗମାନେ, ଏଠି ମୋର 5 ରୁ 6 ଘଣ୍ଟା ହୋଇଯାଇଛି। ମୁଁ ଯେଉଁ ଚିତଉ ପାଇଁ ଆଣ ବାଟିକି ରଖିଥିଲି ସେ ଭଲ ଭାବରେ ଫୁଲି ଯାଇଛି। ଏବେ ଆମେ ଏଥିରେ ଦେବା କିଛି ଚିନି। ଆପଣମାନେ ଯେତିକି ମିଠା ଖାଇବେ ସେଇ ହିସାବରେ ଦେବେ। ଏଠି ମୁଁ ନେଉଛି ସ୍ୱାଦ ଅନୁସାରେ ଲୁଣ। ଏସବୁକୁ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ, ଆପଣମାନେ ଆଣକୁ ବେଶୀ ମୋଟା କିମ୍ବା ପତଳା କରିବେନି, ଏଇଭଳି ଭାବେ କରିବେ। ଚିତଉ କରିବା ପାଇଁ ମୁଁ ଗୋଟିଏ କଡ଼େଇ ଗରମ କରି ନେଇଛି। ମନେ ରଖିବେ ସାଙ୍ଗମାନେ, ଆପଣମାନେ ଯେତେବେଳେ ଚିତଉ ପିଠା କରିବେ ଗୋଟିଏ ଢଳେଇ କଡ଼େଇ ନହେଲେ ଗୋଟିଏ ଲୁହା କଡ଼େଇ ନେବେ। ପତଳା କଡ଼େଇରେ ବିଲକୁଲ କରିବେନି, ନହେଲେ ପିଠା ଗୁଡ଼ିକ ପୋଡ଼ିଯିବ। ଦେଖନ୍ତୁ, କଡ଼େଇ ଆମର ଏବେ ଗରମ ହୋଇଗଲାଣି। ସେଥିରେ ଦେବା 1/2 ଚାମଚ ରିଫାଇନ୍ ଅଏଲ। ରିଫାଇନ୍ ଅଏଲ ଦେଲା ପରେ ସେଥିରେ 2 ଡ୍ରପ୍ ପାଣି ପକାଇବା। ପାଣି ପକାଇବା ଦ୍ୱାରା ତେଲ ଗୁଡ଼ିକ ଆମର ପୁରା କଡ଼େଇରେ ଲାଗିଯିବ, ଯାହା ଫଳରେ ପିଠା ଆମର ଭଲ ଭାବରେ ଉଠିଯିବ। ଏବେ ଆମେ ଦେବା 1 ଡଙ୍କି ଆଣ। ଆଣ ଦେଇ କଭର କରିନେବା। କଭର କରି ସାରିଲା ପରେ କଭରର ଚାରିପଟରେ ଗୋଟିଏ କଟନ କପଡ଼ା ହାଲକା ଓଦା କରି ଏଇଭଳି ଭାବେ ଦେବା। ତାପରେ ଗୋଟେ ଚାମଚରେ 2 ରୁ 3 ଚାମଚ ପାଣି ଏଇପରି ଦେବା। ଏହା ଦ୍ୱାରା ପିଠା ଆମର ଭଲ ଭାବରେ ସିଝିଯିବ। କଡ଼େଇ ଆମର ଖରାପ ହେବନି, ଯାହା ଫଳରେ ଏଇ କଡ଼େଇରେ ଆମେ ବହୁତ ସାରା ପିଠା ତିଆରି କରିପାରିବା। ଦେଖନ୍ତୁ, ମୁଁ ଏଠି କଟନ କାଢ଼ି ନେଇଛି, କଭର ମଧ୍ୟ କାଢ଼ି ନେଉଛି। କଭର କାଢ଼ି ସାରିଲା ପରେ ପିଠା ଆମର ଭଲ ଭାବରେ ସିଝି ଯାଇଛି। ତଳ ବିଲକୁଲ ବି ପୋଡ଼ିନି, ପୁରା ଜାଲି ଜାଲି ପିଠା ବନିଛି। ଯେହେତୁ ଚିତଉ ପିଠା ଏ ଲେଉଟା ହବନି। କଥାରେ ଅଛି ନା, ଚିତଉ ପିଠା ଅଣନେଉଟା। ସେମ୍ ପ୍ରୋସେସରେ ମୁଁ ଆଉ ସବୁ ପିଠା ଗୁଡ଼ିକୁ ବନେଇ ନେଉଛି। ଏଠି ମୋର ସବୁତକ ପିଠା ହୋଇଯାଇଛି। ଏହିଭଳି ପରଫେକ୍ଟ ନରମ ଚିତଉ ପିଠା ବନେଇବା ପାଇଁ এই ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆଉ ଘରେ ମଧ୍ୟ ବନେଇକି ଖାଆନ୍ତୁ। କେମିତି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ। ରହୁଛି, ପୁଣି ଦେଖା ହେବା ନୂଆ ଭିଡ଼ିଓରେ। ଜୟ ମାତାରିଣୀ।